ସକାଳୁ ଗୋଟେ ଘାଣ୍ଟ ହେଇଥିଲା। ସେ ଘାଣ୍ଟରେ ଶୁଣାଏ ଶମ୍ବ ଦଶମୀରେ କ'ଣ ସକାଳୁ ଖିଆ ହେଇଛି। ଗୋଟେ ଘାଣ୍ଟ ହେଇଥିଲା। ଶିମ୍ବ, କୋବି, ଦେଶୀ ଆଳୁ, ଦେଶୀ କଦଳୀ, ବାଇଗଣ, ସେଇଠୁ ପୋଟଳ, ସାରୁ ସବୁ ପ୍ରକାର ପକାଇ ଗୋଟେ ଘାଣ୍ଟ ହେଇଥିଲା। ଗୋଟେ କ୍ଷୀରି ହେଇଥିଲା। ଗୋଟେ ଖେଚେଡ଼ି ହେଇଥିଲା। ଭୋଗ ଶାମ୍ବ ଦଶମୀର ଭୋଗ ମାନେ ଇଏ ପତ୍ରରେ କେଉଁ ପତ୍ରରେ ପଣସ ଇଏ ପତ୍ରରେ କ'ଣ ବାଇଗଣ ପତ୍ରରେ ଭୋଗ ହୁଏ। ଭୋଗ ବଢ଼ା ହେଲା। ମୁଁ ଖାଇଲି ବାହାରିଲି। ଗୋଟେ ଘାଣ୍ଟ ପ୍ରାୟ 17-18 ପ୍ରକାର ପରିବା ପକାଇ ଅମୃତଭଣ୍ଡା ପଡ଼ିଥିଲା, କଖାରୁ ପଡ଼ିଥିଲା, ସାରୁ ପଡ଼ିଥିଲା, ଇଏ ପଡ଼ିଥିଲା, ବାଇଗଣ ପଡ଼ିଥିଲା, ପୋଟଳ ପଡ଼ିଥିଲା। ବିଲାତି ଆଳୁ ମନା କରିଛି, ଘରେ ପକାଇ ନଥିଲେ। ତା ବଦଳି ସାରୁ, ଦେଶୀ ଆଳୁ, କଦଳୀ ପଡ଼ିଥିଲା। ବହୁତ ଦାମ, କିନ୍ତୁ ମୁଁ ପରିବା କିଣେ। ମୁଁ କାଲିଠୁ କିଣିଥିଲି କ୍ୟାପିଟାଲ ହାଟରୁ। କ୍ୟାପିଟାଲ ହାଟ ହେଉଛି ଓଡ଼ିଶାର ନୁହଁ, ଇଣ୍ଡିଆର ଗୋଟେ ଭଲ ହାଟ। ଠିକ୍ ତୁମେ 11ଟା ବେଳେ ଯିବ, 2ଟା ଭିତରେ ଫ୍ରେଶ୍ ପରିବା ହାଫ୍ ରେଟ୍ ଖୁସିରେ ପାଇବ। ତୁମେ ଚାଷୀ ଆଣିଦେବେ।